ତାକୁ ହିଁ ପ୍ରକୃତ ପତ୍ନୀ କୁହାଯିବ। ଯିଏ ଭୋଜନ ସମୟରେ ମା ପରି, ଶୟନ କାଳରେ ବେଶ୍ୟା, କାର୍ଯ୍ୟରେ ମନ୍ତ୍ରୀ, ସେବା ବେଳେ ଦାସୀ ପରି ଆଚରଣ କରିଥାଏ। ଜଣେ ଦୂରେଇ ଗଲା ପରେ ମଧ୍ୟ ତାକୁ ସାରା ଜୀବନ ହୃଦୟରେ ସାଇତି ରଖିବାକୁ ପ୍ରେମ କୁହାଯାଏ। ବିଶ୍ୱାସ ଏବଂ ପ୍ରାର୍ଥନା କେବେ ଦେଖାଯାଏନି, କିନ୍ତୁ ଅସମ୍ଭବକୁ ସମ୍ଭବ କରିଥାଏ। କେବେ କାହାକୁ ଦୁଃଖ ଦିଅନି, କାରଣ ଦେଇଥିବା ଦୁଃଖ ଦିନେ 1000 ଗୁଣ ହୋଇ ନିଜ ପାଖକୁ ଫେରି ଆସେ। କ୍ରୋଧ ବର୍ଷା ପରି ହେବା ଉଚିତ। ଯାହା ବର୍ଷା ବନ୍ଦ, କ୍ରୋଧ ମଧ୍ୟ ଶେଷ। ପ୍ରେମ ପବନ ପରି ହେବା ଉଚିତ। ଚୁପ୍ ରହେ କିନ୍ତୁ ଆଖପାଖରେ ସବୁବେଳେ ଥାଏ। ଶୁଣିଥିଲି ନିଜକୁ କଷ୍ଟ ହେଲେ କୁଆଡ଼େ ନିଜ ଲୋକଙ୍କୁ ଏହାର ଅନୁଭବ ହୁଏ। ଯେତେବେଳେ ନିଜ ଲୋକ କଷ୍ଟ ଦିଏ, ତେବେ ତାହାର କଷ୍ଟର ଅନୁଭବ କାହାକୁ ହେବ? ଜୟ ଶ୍ରୀ ଜଗନ୍ନାଥ।